ମୁହଁ ଥଣ୍ଡା ଥାଏ କାହିଁକି ଜାଣ? କୁକୁରର ମୁହଁ ସଦାସର୍ବଦା ଥଣ୍ଡା ରହେ। ଜାଣିଛ କାହିଁକି? ଏଇ କାହାଣୀ ଶୁଣାଉଛି, ମନ ଦେଇ ଶୁଣ। ବହୁତ ଦିନ ତଳେ ଗୋଟିଏ ଗ୍ରାମରେ ଚାଷୀଟିଏ ରହୁଥିଲା। ସେ ଭାରି କୃପଣ ଏବଂ ନିଷ୍ଠୁର ଥିଲା। ତାର ପିଲାମାନେ ବଡ଼ ଆଦରରେ କୁକୁରଟିଏ ପାଳିଥିଲେ, କିନ୍ତୁ ଚାଷୀଟି ଜମା ଏକଥା ବରଦାସ୍ତ କରିପାରୁନଥିଲା। କିନ୍ତୁ କୃଷକର ସ୍ତ୍ରୀ ଭାରି ଦୟାଳୁ ଥିଲା। ସେ ମଧ୍ୟ କୃଷକ ପରି ଭାରି କୃପଣ ଥିଲା, କିନ୍ତୁ କୁକୁରଟିକୁ ଭାରି ଭଲ ପାଉଥିଲା। ଥରେ ସେହି ଗ୍ରାମରେ ହଇଜା ବ୍ୟାପିଲା। ଲୋକେ ପୋକମାଛି ପରି ମଲେ। ଗ୍ରାମବାସୀ ଗାଁ ଛାଡ଼ି ନିଜର ପ୍ରାଣ ବଞ୍ଚାଇବାକୁ ଭାବିଲେ। ସେହି ଗାଁ ବାହାରକୁ କେଉଁ ସ୍ଥାନକୁ ଯିବା ପାଇଁ 2-3 ଦିନ ପର୍ଯ୍ୟନ୍ତ ନୌକାରେ ଯାତ୍ରା କରିବାକୁ ପଡୁଥିଲା। ତେଣୁ ଗ୍ରାମବାସୀ ଗୋଟିଏ ନାଆ ଭଡ଼ାରେ ନେଲେ। ଅନ୍ୟ ଗ୍ରାମବାସୀଙ୍କ ପରି କୃଷକ ମଧ୍ୟ ପରିବାର ସହିତ ଭଡ଼ା ନେଇ ନାଆରେ ବସିଲା। କୃଷକର ସ୍ତ୍ରୀ ଏବଂ ପିଲାମାନେ କୁକୁରଟିକୁ ସାଙ୍ଗରେ ନେଇଯିବାକୁ ଚାହୁଁଥିଲେ, କିନ୍ତୁ କୃଷକ ବିରକ୍ତ ହୋଇ ପାଟି କଲା, ଏଥିରେ ଜାଗା କେଉଁଠି ଅଛି? ଆମମାନଙ୍କୁ ଅସୁବିଧା ହେଉଛି। ପିଲାମାନଙ୍କର ମୁହଁ ଶୁଖିଗଲା। କୁକୁରଟିକୁ ଛାଡ଼ି ଯିବା ପାଇଁ କୌଣସି ପ୍ରକାରେ ପିଲାମାନେ ରାଜି ନଥିଲେ। କୃଷକର ସ୍ତ୍ରୀ ମଧ୍ୟ ବହୁତ ଜିଦ୍ ଧରିଲା। ଶେଷରେ କୁକୁରକୁ ସାଙ୍ଗରେ ନେବାକୁ ପଡ଼ିଲା। ଯେତେବେଳେ ରାତି ହେଲା, କୃଷକ ଏବଂ ତାର ପରିବାରବର୍ଗ ନିଦରେ ଶୋଇପଡ଼ିଲେ, କିନ୍ତୁ କୁକୁର ଜଗି ରହି ପହରା ଦେଉଥିଲା। କିଛି ସମୟ ବିତିଗଲା ପରେ କୁକୁର ଦେଖିଲା, ନାଆ ଭିତରେ ପାଣି ବଢ଼ୁଛି। ସେ ଏପଟ ସେପଟ ଦୌଡ଼ି ଚାରିପଟ ଦେଖିଲା। ଗୋଟିଏ ଛୋଟ କଣାରେ ପାଣି ପ୍ରବେଶ କରୁଥିଲା। ଏହା ଦେଖି କୁକୁର ଭାବିଲା, ସମସ୍ତେ ନିଶ୍ଚିନ୍ତରେ ଶୋଇଛନ୍ତି। ଯଦି ମୁଁ ଭୁକିବି, ତେବେ ସମସ୍ତଙ୍କର ନିଦ ଭାଙ୍ଗିଯିବ। ଲୋକେ ଡରିଯାଇ ପାଟିତୁଣ୍ଡ କରିବେ, ପିଲାମାନେ କାନ୍ଦିବେ। ତେଣୁ ମୁଁ ଭୁକିବା ଠିକ୍ ହେବ ନାହିଁ। ଏବେ ମୁଁ କ'ଣ କରିବି? ଏତେ ଲୋକଙ୍କର ଜୀବନ କିପରି ରକ୍ଷା କରିବି? ଏହା ଚିନ୍ତା କରି କୁକୁର ଗୋଟିଏ ଉପାୟ ଚିନ୍ତା କଲା। ତୁରନ୍ତ ସେ ସେହି କଣାରେ ନିଜର ମୁହଁ ଚାପିଦେଲା। ତାକୁ କଷ୍ଟ ହେଲା, କିନ୍ତୁ ନୌକା ଭିତରେ ପାଣି ପଶିଲା ନାହିଁ। କୁକୁରଟି ମାଲିକର ଜୀବନ ବଞ୍ଚାଇବା ପାଇଁ ରାତିସାରା ସେଇ କଣାରେ ମୁହଁ ଲଗାଇ ସବୁ କଷ୍ଟ ସହି ବସି ରହିଲା। ସକାଳ ହେଲା, କୃଷକର ନିଦ ଭାଙ୍ଗିଲା। ସେ କୁକୁରକୁ ନୌକାରେ ମୁହଁ ଜାକି ବସିଥିବାର ଦେଖି ମନେ ମନେ ଭାବିଲା, କୁକୁର ନିଶ୍ଚୟ କିଛି ଖାଉଛି। ତେଣୁ ସେ ଗୋଟିଏ ବାଡ଼ି ଧରି ତାକୁ ମାରିବାକୁ ଗଲା। ସେତିକିବେଳେ ଡରିଯାଇ କୁକୁର ସେଠାରୁ ହଟିଗଲା ଏବଂ ନୌକା ଭିତରେ ପାଣି ପ୍ରବେଶ କରିବାକୁ ଲାଗିଲା। ନାଆ ଭିତରକୁ ପାଣି ପ୍ରବେଶ କରୁଥିବାର ଦେଖି କୃଷକ ଚମକି ପଡ଼ିଲା। ଏବେ ସେ କୁକୁରର ପ୍ରଭୁଭକ୍ତି ଉପରେ ତାର ବିଶ୍ୱାସ ଆସିଲା। ସେ ନିଜର ପୂର୍ବର ନିଷ୍ଠୁରତା ପାଇଁ ମନେ ମନେ ଅନୁତାପ କଲା। ଖୁବ୍ ଶୀଘ୍ର ନାଆ କୂଳରେ ପହଞ୍ଚିଲା। କୃଷକର ପିଲାମାନେ ଯେତେବେଳେ ସବୁ କଥା ଶୁଣିଲେ, କୁକୁରକୁ କୋଳରେ ଉଠାଇ ନାଚିଲେ। ବାପାଙ୍କୁ କହିଲେ, ଦେଖ ବାପା, ଯଦି ଆମେ କୁକୁରକୁ ସାଙ୍ଗରେ ଆଣିନଥାନ୍ତେ, ଆମ ଅବସ୍ଥା କ'ଣ ହୋଇଥାନ୍ତା? ସେ ଆମ ଜୀବନ ରକ୍ଷା କଲା। କୁକୁରର ପ୍ରଭୁଭକ୍ତି ଯୋଗୁଁ ମାଲିକ ଏବଂ ତାଙ୍କ ପରିବାରର ଜୀବନ ରକ୍ଷା ହୋଇଗଲା। କିନ୍ତୁ ରାତି ସାରା ମୁହଁ ଲଗାଇ କୁକୁର ପାଣି ଅଟକାଇଥିବାରୁ ତାର ମୁହଁଟି ସବୁଦିନ ପାଇଁ ଥଣ୍ଡା ହୋଇଗଲା।